ଯେତେବେଳେ ଯାହାର ଦେହ ଖରାପ ହୁଏ ତେବେ ତାଙ୍କୁ ଡକ୍ଟର ପାଖକୁ ନ ନେଇ ଆମ ସହରର ଜଣେ ପ୍ରସିଦ୍ଧ ବାବାଙ୍କ ପାଖକୁ ନେଇକି ଯାଆନ୍ତି। ଜଣା ନାହିଁ ବାବା ଏମିତି କ'ଣ କରନ୍ତି ଯେ ଯିଏ କାନ୍ଦି କାନ୍ଦି ଯାଏ ସେ ବହୁତ ଖୁସି ହୋଇ ଫେରନ୍ତି। ଆଉ ସେ ବାବା ଟିକେ ଭିନ୍ନ ଥିଲେ। ସେ ଖାଲି 18 ବର୍ଷରୁ କମ୍ ଝିଅଙ୍କର ହିଁ ଚିକିତ୍ସା କରୁଥିଲେ। ଆମ ବଂଶର ଯେତେ ଝିଅ ଥିଲେ ଯାହାର ବୟସ 18 ବର୍ଷରୁ କମ୍ ଥିଲା ସେମାନଙ୍କର ଚିକିତ୍ସା ସେହି ବାବାଙ୍କ ପାଖରେ ହୋଇଥିଲା। ସେତେବେଳେ ମୁଁ ବହୁତ ଛୋଟ ଥିଲି। ଏସବୁ କିଛି ବୁଝିପାରୁନଥିଲି ଯେ ଏବେ ବି ସେଠିକୁ ବହୁତ ଚିନ୍ତା ଅବସାଦଗ୍ରସ୍ତ ଓ ଦୁଃଖୀ ମନରେ ଯାଉଥିଲେ, କିନ୍ତୁ ଫେରିବା ବେଳକୁ ବହୁତ ଖୁସି ମନରେ ଫେରୁଥିଲେ। କ'ଣ ଘଟଣା ଘଟୁଛି ମୁଁ କିଛି ବୁଝିପାରୁନଥିଲି। ଏମିତି ଭାବି ଭାବି ମୁଁ ବି ବଡ଼ ହୋଇଗଲି। ମୁଁ ବିଲକୁଲ ଝଗଡ଼ା ପ୍ରିୟ ନଥିଲି। ସମସ୍ତଙ୍କ ସହିତ ବହୁତ ଭଲରେ ଥିଲି। ସମସ୍ତଙ୍କ ସହିତ ବହୁତ ଭଲରେ କଥା ହେଉଥିଲି। ମୁଁ ଅଧିକ ପାଠ ପଢ଼ିନଥିଲି, କିନ୍ତୁ ଯେତିକି ପଢ଼ିଥିଲି ଭଲ ମାର୍କ ରଖି ପାସ୍ ହୋଇଥିଲି। ଏମିତି ଆମ ଜୀବନ ଭଲରେ ଚାଲିଥିଲା। ଆଜି ମୋର ଜନ୍ମଦିନ ଥିଲା। ଏହା ମୋର 16ତମ ଜନ୍ମଦିନ ଥିଲା। ମୁଁ ବହୁତ ଖୁସି ଥିଲି, କାହିଁକି ନା ଆଜି ମୋତେ ମୋ ବାପା କିଛି ସ୍ୱତନ୍ତ୍ର ଉପହାର ଦେବେ ବୋଲି କହିଥିଲେ। କିନ୍ତୁ ଯେମିତି ରାତି 12ଟା ହୋଇଛି, ମୋତେ 16 ବର୍ଷ ପୂରଣ ହୋଇଛି। ଅଚାନକ ମୋ ପେଟରେ ବହୁତ ଜୋରରେ ଯନ୍ତ୍ରଣା ହେଲା। ମୋ ବାପା ଜଣେ ପ୍ରସିଦ୍ଧ ବାବାଙ୍କର ପ୍ରମୁଖ ଚେଲା ଥିଲେ। ସେଥିପାଇଁ ତାଙ୍କୁ କେବେ ତାଙ୍କ ଦରବାରରୁ ଛୁଟି ମିଳୁନଥିଲା। ମୋ ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଲା, କିନ୍ତୁ ମୋ ବାପା ସେଥିପ୍ରତି କେବେ ବି ଧ୍ୟାନ ଦେଇନଥିଲେ। ଯେବେ ଯାଏ ମୋ ମା ବଞ୍ଚିଥିଲେ ସେ ମୋର ଧ୍ୟାନ ରଖୁଥିଲେ। ମୋତେ ଯେତେବେଳେ 14 ବର୍ଷ ବୟସ ହୋଇଥିଲା ସେତେବେଳେ ମୋ ମା ମୃତ୍ୟୁବରଣ କରିଥିଲେ। ଆଉ ଯେତେବେଳେ ମୋତେ 16 ବର୍ଷ ବୟସ ହେଲା ସେବେଠୁ ମୋର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଗଲା। ମୋ ପେଟ ଯନ୍ତ୍ରଣା ମୋର ଶତ୍ରୁ ହୋଇଯାଇଥିଲା। ମୋତେ ବହୁତ କଷ୍ଟ ହୁଏ। ମୋର ଏହି ପେଟ ବଥା ବିଷୟରେ ମୋ ବାପାଙ୍କୁ ବହୁତ ଥର କହିବା ପାଇଁ ଚେଷ୍ଟା କରିଛି, କିନ୍ତୁ ସେ କେବେ ଧ୍ୟାନ ଦେଇନଥିଲେ। ମୁଁ ଘରେ ଏକା ରହୁଥିଲି ଓ ଘରର ସବୁ କାମ କରୁଥିଲି, କିନ୍ତୁ ତାଙ୍କୁ କୌଣସି ଚିନ୍ତା ହିଁ ନଥିଲା। ଏମିତି ନୁହେଁ କି ମୋ ବାପା ମୋତେ ଭଲ ପାଉନଥିଲେ। ମୋର ଚିନ୍ତା ନଥିଲା। ମୁଁ ତାଙ୍କର ଏକମାତ୍ର ଝିଅ ଥିଲି। ତାଙ୍କର ବହୁତ ଗେହ୍ଲି ଥିଲି, କିନ୍ତୁ ସେ ଆରମ୍ଭରୁ ଟିକେ ବେଖିଆଲି ଥିଲେ। ଗୋଟେ ଦିନ ରାତିରେ ତାଙ୍କର ଆସିବାକୁ ଡେରି ହୋଇଗଲା। ମୁଁ କବାଟ ଭିତରୁ ବନ୍ଦ କରିଦେଲି, କିନ୍ତୁ ମୁଁ ବହୁତ ଡରି ଯାଇଥିଲି। ବୋଧହୁଏ ସାହିର ବଦମାସ ପିଲାମାନେ ଜାଣିପାରିଥିଲେ କି ଆଜି ବାପା ଡେରିରେ ଆସିବେ। ସେଥିପାଇଁ ସେମାନେ ଆମ ଘରର ଚାରିପାଖରେ ବୁଲିବାକୁ ଲାଗିଲେ। ମୋ ପାଖରେ ଗୋଟେ ଛୋଟ ଫୋନ୍ ଥିଲା। ସେଥିରୁ ମୁଁ ବାପାଙ୍କୁ ଫୋନ୍ କରିବା ପାଇଁ ଚେଷ୍ଟା କଲି, କିନ୍ତୁ ଫୋନ୍ ଲାଗିଲା ନାହିଁ। ଦେଖିଲା ବେଳକୁ ଜଣାପଡ଼ିଲା କି ସେହି ଫୋନ୍ରେ ବାଲାନ୍ସ ନାହିଁ। ମୁଁ ବହୁତ ଭୟଭୀତ ହେବାକୁ ଲାଗିଲି। ଯେତେ ରାତି ଅଧିକ ହେଉଥିଲା ମୋ ପେଟର ବଥା ବଢ଼ିବାରେ ଲାଗିଲା। କିଛି ସମୟ ପରେ ମୋତେ ଲାଗିଲା କି କିଏ ଜଣେ ଆମ ପାଚେରୀ ଡେଇଁ ଘର ଭିତରକୁ ପଶିଲା। ଯେମିତି ମୋ ଜୀବନ ଚାଲିଗଲା ପରି ଲାଗିଲା। ମୁଁ ମୋ ରୁମ୍ର କବାଟ ବି ଭିତରୁ ବନ୍ଦ କରି ରହିଲି, କିନ୍ତୁ ଡରରେ ପୁରା ମୋ ଦେହ ଥରି ଉଠୁଥିଲା। ମୁଁ ମୋ ଖଟ ଉପରେ ବସିଥିଲି କି ବାହାର କବାଟ ଠକ୍ ଠକ୍ ହେଲା ଓ ଲିପି କବାଟ ଖୋଲ, ମୁଁ ତୁମକୁ ଭେଟିବା ପାଇଁ ଆସିଛି। ପୁଣି ଝରକା ପାଖରୁ ଆଉ ଜଣେ ପୁଅର କଥା ଶୁଭିଲା। ମୁଁ ପୁରା ଡରିକି ଥରୁଥିଲି। ଯଦି ଏବେ ମୁଁ ଚିଲ୍ଲାଇବି ତାହେଲେ ଲୋକମାନେ ମୋତେ ହିଁ ଖରାପ ଭାବିବେ। ମୋର ବଦନାମୀ ହେବ। କଥା ବହୁତ ଆଗକୁ ବଢ଼ିଯିବ। ମୁଁ ପୁରା ଡରରେ ଝରକା ଆଡ଼କୁ ଦେଖୁଥିଲି, ଯେମିତିକି ସେଠାରେ କିଏ ଛିଡ଼ା ହୋଇଛି। କିଛି ସମୟ ପରେ ମୁଁ ଅନୁଭବ କରିପାରିଲି କି ସେଠାରେ କେହି ନଥିଲେ। ମୁଁ ଧୀରେ ଧୀରେ ଯାଇ ଝରକା ଖୋଲି ଦେଖିଲି ସେଠାରେ କେହି ନଥିଲେ। ଠିକ୍ ସେତିକି ବେଳେ ଡୋର ବେଲ୍ ବାଜିଲା ଓ ବାପାଙ୍କ ଡାକ ଶୁଭିଲା, ତ ମୋ ଦେହରେ ଜୀବନ ପଶିଲା। ମୁଁ ଦୌଡ଼ି ଦୌଡ଼ି ଯାଇ କବାଟ ଖୋଲି ବାପାଙ୍କୁ କୁଣ୍ଢେଇ ପକାଇଲି ଓ କାନ୍ଦି ପକାଇଲି। ମୋତେ କାନ୍ଦିବାର ଦେଖି ବାପା ପଚାରିଲେ କି କ'ଣ ହେଲା, କାହିଁକି କାନ୍ଦୁଛୁ? ମୁଁ କହିଲି, ବାପା, ଯେଉଁ ଯବାନ ଝିଅର ବାପ ଘରକୁ ଡେରିରେ ଆସିବ ସେ କାନ୍ଦିବ ନାହିଁ ତ ଆଉ କ'ଣ କରିବ? ଏହା ଶୁଣି ବାପା କହିଲେ, ଆଜି ବାବାଙ୍କ ଦରବାରରେ ବହୁତ ଭିଡ଼ ଥିଲା।
ସେଥିପାଇଁ ଆସିବା ପାଇଁ ଡେରି ହୋଇଗଲା। ବାପା ଭିତରକୁ ଆସି ବସିଲେ। ମୁଁ କହିଲି, ବାପା ତୁମେ ଜାଣିବା ଉଚିତ କି ଘରେ ଏବେ ମା ନାହିଁ। ଯାହା ଭରସାରେ ମୋତେ ତାଙ୍କ ପାଖରେ ଛାଡ଼ି ଯାଉଥିଲ, ଏବେ ତ ମା ଆଉ ନାହିଁ। ଡରରେ ମୁଁ ଶୋଇପାରୁନାହିଁ। କିନ୍ତୁ ମୁଁ କହିଲି ନାହିଁ କି ପାଚେରୀ ଡେଇଁ କିଏ ଜଣେ ଘର ଭିତରକୁ ଆସିଥିଲା। ସେ ଯିଏ ବି ହେଉ, ବୋଧହୁଏ ବାପାଙ୍କୁ ଆସିବାର ଦେଖି ଚାଲିଗଲା। ବାପା କହିଲେ କି, ଆରେ ଡର କାହିଁକି? ଏହି ସାହିର ସବୁ ଲୋକ ଜଣାଶୁଣା। ସେମାନେ ବି ତୋତେ ବହୁତ ଭଲ ଭାବରେ ଜାଣିଛନ୍ତି। ତୋର ଡରିବାର ନାହିଁ। ବାପା ଏତେ ସରଳ ଥିଲେ କି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯେଉଁ ସାହି ଲୋକଙ୍କୁ ସେ ନିଜର କହୁଥିଲେ, ସେମାନେ ଆଜି କିଛି ସମୟ ପୂର୍ବରୁ କାନ୍ଥ ଡେଇଁ ଘର ଭିତରକୁ ତାଙ୍କ ଝିଅର ଇଜ୍ଜତ ଲୁଟିବା ପାଇଁ ଆସିଥିଲେ। ଜଣେ ଏତେ ସିଧା ସରଳ କେମିତି ହୋଇପାରନ୍ତି? ମୁଁ ଆଶ୍ଚର୍ଯ୍ୟ ଥିଲି। କିନ୍ତୁ ବାପ ଝିଅର ସମ୍ପର୍କ ପାଇଁ ମୁଁ ତାଙ୍କୁ କିଛି ଖୋଲିକି କହିପାରୁନଥିଲି। ବାପା ମୋତେ ଶୋଇବା ପାଇଁ କହିଲେ। ବାପା ବାରଣ୍ଡାରେ ବିଛଣା ପକାଇ ଶୋଇଲେ ଓ ମୁଁ ଘର ଭିତରେ ଶୋଇଲି। ସକାଳେ ଉଠିଲି ତ ମୋ ପେଟରେ ବହୁତ ଯନ୍ତ୍ରଣା ହେଉଥିଲା। ମୁଁ ରୋଷେଇ ଘରେ ବସି କାନ୍ଦୁଥିଲି। ବାପା ସେତେବେଳେ ଚାହା ପିଇବା ପାଇଁ ରୋଷେଇ ଘରକୁ ଆସିଲେ। ମୋତେ କାନ୍ଦିବାର ଦେଖି ପଚାରିଲେ କି କ'ଣ ହୋଇଛି, କାହିଁକି କାନ୍ଦୁଛୁ? ମୁଁ କହିଲି, ଏ ପେଟ ବଥା ମୋ ଜୀବନ ନେଇ ଛାଡ଼ିବ। ବାପା ମୋତେ ଏମିତି ଅବସ୍ଥାରେ ଦେଖି କହିଲେ, ହଉ ଠିକ୍ ଅଛି, ମୁଁ ତୋତେ ବାବାଙ୍କ ପାଖକୁ ନେଇକି ଯିବି। ବାବାଙ୍କ ଆଶୀର୍ବାଦରୁ ସମସ୍ତେ ଠିକ୍ ହୋଇଯାଆନ୍ତି। ପ୍ରତିଦିନ ବହୁ ସ୍ତ୍ରୀ ଲୋକ ବହୁତ କିଛି ସମସ୍ୟା ନେଇ ଆସନ୍ତି ଓ ବାବା ଆଶୀର୍ବାଦ ଦିଅନ୍ତି, ସବୁ କିଛି ଠିକ୍ ହୋଇଯାଏ। ମୁଁ କହିଲି, ବାପା ମୋତେ ଡାକ୍ତରଙ୍କ ପାଖକୁ ନେଇକି ଯାଅ। ବାପା ମୋ କଥା ଶୁଣି କହିଲେ, ଝିଅ, ଏଠି ଖାଲି ଡାକ୍ତରମାନେ ପଇସା ଲୁଟିବା ପାଇଁ ଅଛନ୍ତି। ମୁଁ ତୋତେ ଆଜି ସନ୍ଧ୍ୟାରେ ବାବାଙ୍କ ଆଶ୍ରମକୁ ନେଇକି ଯିବି। ଓ ବାବା ବାହାରକୁ ଚାଲିଗଲେ। ସନ୍ଧ୍ୟାବେଳେ ବାପା ଆସି କହିଲେ, ତୁ ଜଲ୍ଦି ପ୍ରସ୍ତୁତ ହୋଇଯା, ମୁଁ ତୋତେ ବାବାଙ୍କ ଦରବାରକୁ ନେଇକି ଯିବି। ବାପାଙ୍କ କଥା ଶୁଣି ମୁଁ ଭାବିଲି, କ'ଣ ବା ସଜବାଜ ହେବି? ମୁଁ ଗୋଟେ ବାବାଙ୍କ ଦରବାରକୁ ହିଁ ତ ଯିବି। ମୁଁ ଗୋଟେ ଚାଦର ଘୋଡ଼େଇ ହୋଇ ବାପାଙ୍କ ସହିତ ଚାଲିଲି। ଯେମିତି ମୁଁ ଦରବାରରେ ପହଞ୍ଚିଥିଲି, ମୋତେ ଜଣେ ଚେଲା ସେଇଠି ଅପେକ୍ଷା କରିବା ପାଇଁ କହିଲେ। କାହିଁକି ନା ବାବା ଏବେ ପ୍ରାର୍ଥନା କରୁଥିଲେ। ସେଥିପାଇଁ ମୁଁ ସେଇଠି ବାବାଙ୍କ ସହ ବସି ଅପେକ୍ଷା କଲି। କିଛି ସମୟ ପରେ ବାବା ଆସିଲେ ଓ କହିଲେ, ଆଚ୍ଛା, ଏ ତୁମ ଝିଅ ଲିପି? ତାପରେ ମୋ ମୁଣ୍ଡ ଉପରେ ହାତ ରଖିଦେଲେ। କହିଲେ, ଏବେ ତ ବହୁତ ବଡ଼ ହୋଇଗଲାଣି। ପୂର୍ବରୁ ଯେତେବେଳେ ଆସିଥିଲା 4-5 ବର୍ଷର ହୋଇଥିଲା। ବାପା କହିଲେ, ହଁ, ସେତେବେଳେ ତାକୁ ବହୁତ ଜ୍ୱର ହେଉଥିଲା। ଆପଣଙ୍କ ଆଶୀର୍ବାଦରୁ ଭଲ ହୋଇଯାଇଥିଲା। ଆଉ ଏବେ ପେଟରେ ବହୁତ ଯନ୍ତ୍ରଣା ହେଉଛି, କମିବାର ନାମ ନେଉନି। ବାପାଙ୍କ କଥା ଶୁଣି ବାବା ମୋ ଆଡ଼କୁ ଚାହିଁଲେ ଓ କହିଲେ କି, ମୋ ପାଖକୁ ଆସ, ମୁଁ ତୋ ଉପରେ କିଛି ମନ୍ତ୍ର ପାଠ କରି ଫୁଙ୍କିଦେବି। ମୁଁ ବାପାଙ୍କ ଆଡ଼କୁ ଚାହିଁଲି। ବାପା କହିଲେ, ତୁ ଯା, ବାବା ଫୁଙ୍କିଦେଲେ ତ ଦେହ ଭଲ ହୋଇଯିବ। ମୁଁ ଯାଇ ବାବାଙ୍କ ପାଖରେ ବସିଲି। ବାବା କିଛି ମନ୍ତ୍ର ପଢ଼ି ମୋତେ ଫୁଙ୍କିବାରେ ଲାଗିଲେ। ଆଉ ସେତେବେଳେ ବାବାଙ୍କୁ ଜୋରରେ ଝଟକା ମାରୁଥିଲା। ବାପା ଆଉ ମୁଁ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ। ବାବା କହିଲେ, ତମ ଝିଅ ଉପରେ ବହୁତ ଶକ୍ତିଶାଳୀ ଶୈତାନ କବ୍ଜା କରିଛି। ବାପା ବହୁତ ଡରିଗଲେ ଓ କହିଲେ, ଏବେ କ'ଣ ହେବ ବାବା? ବାବା କହିଲେ, କିଛି ନାହିଁ, ଏତେ ଡର ନାହିଁ। ଖାଲି 1 ମାସ ପୁରା ସବୁଦିନ ମନ୍ତ୍ର ପଢ଼ି ଝଡ଼ା ଫୁଙ୍କା କଲେ ଆପେ ଆପେ ସେ ଶୈତାନ ତମ ଝିଅ ଶରୀରରୁ ପଳାଇବ ଓ ତୋ ଝିଅ ଠିକ୍ ହୋଇଯିବ। ବାପା ଏ କଥା ଶୁଣି କହିଲେ, ଠିକ୍ ଅଛି, ଆଜିଠାରୁ 1 ମାସ ଯାଏଁ ମୁଁ ସବୁଦିନ ମୋ ଝିଅକୁ ଏଠାକୁ ନେଇକି ଆସିବି। ବାବା ଏ କଥା ଶୁଣି କହିଲେ, ନା ନା, ଏ ଶୈତାନ ବହୁତ ଶକ୍ତିଶାଳୀ। ତମ ଝିଅ ଏଇଠି 1 ମାସ ପୁରା ରହିବାକୁ ହେବ। ସବୁଦିନ ଝଡ଼ା ଫୁଙ୍କା ହେବ। ଝଡ଼ା ଫୁଙ୍କା ସମୟରେ ସେ କାହା ସାମ୍ନାକୁ ଯିବ ନାହିଁ। ସେ ଯେତେବେଳେ ଏଠି ରହିବ, ଏଠି କେହି ରହିବା ଆବଶ୍ୟକ ନାହିଁ। ବାପା ଏ କଥା ଶୁଣି କହିଲେ, ତାହେଲେ ଝିଅ ସହିତ ମୁଁ ବି ଏଇଠି ରହିବି। ଏହା ଶୁଣି ବାବା ରାଗିଗଲେ ଓ କହିଲେ କି, କ'ଣ ମୋ ଉପରେ ତୁମର ଭରସା ନାହିଁ? ମୁଁ 20 ବର୍ଷ ହେଲାଣି ଈଶ୍ୱରଙ୍କ ସେବା ପୂଜା କରି ବାବା ହୋଇଛି। ତୁମେ କ'ଣ ଭାବୁଛ କି ମୁଁ ତୁମ ଝିଅ ସହିତ କିଛି ଖରାପ ବ୍ୟବହାର କରିବି?
ବାବାଙ୍କ କଥା ଶୁଣି ବାପା ରାଜି ହୋଇଗଲେ। ମୁଁ ବାପାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି କି କେମିତି ବାପା ମୋତେ ଏଇଠି ଏକୁଟିଆ 1 ମାସ ପାଇଁ ଛାଡ଼ିକି ଯିବେ। ମୁଁ ଏହା ଶୁଣି ଡରିଗଲି। ବାପା ମୋତେ ଦେଖି କହିଲେ, ତୁ ଡର ନାହିଁ, ମୁଁ ସବୁଦିନ ଏଇଠିକୁ ଯିବା ଆସିବା କରିବି। କିନ୍ତୁ ବାବା କହିଲେ, ଝଡ଼ା ଫୁଙ୍କା ସମୟରେ ସେ କାହା ସହିତ କଥା ହେବ ନାହିଁ। ବାବାଙ୍କ ଉପରେ ବାପାଙ୍କର ଏତେ ଅନ୍ଧବିଶ୍ୱାସ କରିବା ଠିକ୍ ନୁହଁ। ଆଉ ଯଦି ଏତେ ବିଶ୍ୱାସ ଅଛି ତାହେଲେ କିଛି କଥା ଅଛି। ସେଥିପାଇଁ ମୁଁ ତାଙ୍କ କଥା ମାନିଗଲି। କିନ୍ତୁ ମୋ ମନ ଭିତରୁ ବହୁତ ଡରି ଯାଇଥିଲି। ମୁଁ କେଉଁଠି ବି ଏତେ ଦିନ ଯାଏ ଘରୁ ବାହାରେ ରହିନାହିଁ। ବାବାଙ୍କ ଦରବାରରେ କେମିତି ରହିବି? ଦରବାରରେ ମୋତେ ଗୋଟେ ଘର ଭିତରେ ବନ୍ଦ କରି ରଖିଦେଲେ ଓ କିଛି ସମୟ ପରେ ଜଣେ ଚାକରାଣୀ ଖାଇବା ନେଇକି ଆସିଲେ। ମୁଁ ତାକୁ ପଚାରିଲି, ବାବା କେତେ ଦିନ ଯାଏ ମୋତେ ଝଡ଼ାଫୁଙ୍କା କରିବେ? ସେ କହିଲା, ବାବା ଦିନରେ ପୁରୁଷ ଲୋକଙ୍କୁ ଓ ରାତିରେ ସ୍ତ୍ରୀ ଲୋକଙ୍କୁ ଝଡ଼ାଫୁଙ୍କା କରନ୍ତି। ଏହା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ମୋତେ ସନ୍ଦେହ ହେଉଥିଲା କି ମୋ ସହିତ ନିଶ୍ଚୟ କିଛି ଭୁଲ ହେବାକୁ ଯାଉଛି।